ତୁଳା ପରି ନରମ, ପାଟିରେ ଦଉ ଦଉ ପୁରା ମିଳେଇଯିବ। ଆପଣମାନେ ଏମିତି ଲାଗିବ ଯେ ପାଟିରେ ଯେମିତି ରସଗୋଲା ଦେଇଛନ୍ତି। ବହୁତ ବଢ଼ିଆ ସ୍ୱାଦିଷ୍ଟ ଗୋଟେ ରେସିପି ଆଜି ଆମେ ପ୍ରସ୍ତୁତ କରିବା। ଆଜି ଆମେ ପ୍ରସ୍ତୁତ କରିବା ମୀନା ବଜାର ଷ୍ଟାଇଲରେ ମଥୁରା କେକ୍। এই ରେସିପିଟି ଘରର ବେସିକ୍ ସାମଗ୍ରୀରେ ବନିକି ରେଡ଼ି ହେବ। ପ୍ରଥମ ଥର ବି ବନଉଛନ୍ତି ନା ତାହେଲେ ବି ଦେଖିବେ ପରଫେକ୍ଟ ବନିକି ରେଡ଼ି ହେବ। 2ରୁ 3ଟି ସାମଗ୍ରୀରେ ପ୍ରସ୍ତୁତ ହେବ। ତ ଦେଖନ୍ତୁ କେତେ ବଢ଼ିଆ ପୁରା ଦେଖାଯାଉଛି ଆଉ ପାଟିରେ ଏଡ୍ କରୁ କରୁ ମିଳିଯିବ। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ଆଶା କରୁଛି ଆଜିର ଭିଡ଼ିଓଟି ପସନ୍ଦ ଆସିବ। ତ ଚାଲନ୍ତୁ ଲେଟ୍ ନ କରି ରେସିପି ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲେଇ କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ମଥୁରା କେକ୍ ବନେଇବା ପାଇଁ ପ୍ରଥମେ ଗୋଟେ ଆମେ ଜାର୍ ନେବା। ସେଥିରେ ଗୋଟେ ଗିନା ଚିନି ଏଡ୍ କରିଦେବା ଆଉ ଭଲ ଫ୍ଲେଭର ପାଇଁ ବୋଲି 2ଟି ଅଳେଇଚ ଏଡ୍ କରି ମିକ୍ସରରେ ଗ୍ରାଇଣ୍ଡିଂ କରି ଗୋଟେ ଫାଇନ୍ ପେଷ୍ଟ ବନେଇକି ରେଡ଼ି କରିଦେବା। ଆପଣମାନେ ଯେତିକି କେକ୍ ବନେଇବାକୁ ଚାହିଁବେ ମଥୁରା କେକ୍ ସେ ଅନୁସାରେ ସବୁ ଜିନିଷ ନେବେ। ତାପରେ ଗୋଟେ ବାଉଲ୍ ନେବା, ସେଇଥିରେ ଏଡ୍ କରିଦେବା ଆମେ ଦହି। ତ ଦେଖନ୍ତୁ ଏଠି ମୁଁ ମାର୍କେଟରେ ଦହି ନେଇଛି। ଆପଣଙ୍କ ପାଖରେ ଯଦି ଘରର ବସା ଦହି ଅଛି ତାହେଲେ ଆପଣମାନେ ନେଇପାରିବେ। ତ ଦହିକୁ ଏଡ୍ କରିସାରିବା ପରେ ଚାମଚ ସାହାଯ୍ୟରେ ଟିକେ ଦହିଟାକୁ ଭଲସେ ମିକ୍ସ କରିଦେବା। ତାପରେ ଏଡ୍ କରିଦେବା ଆମେ ବେକିଂ ସୋଡ଼ା। ଯେହେତୁ ଘରର ବେସିକ୍ ସାମଗ୍ରୀରେ ବନେଇବା ସେଥିପାଇଁ ମୁଁ ବେକିଂ ସୋଡ଼ା ଏଡ୍ କରୁଛି। ବେକିଂ ସୋଡ଼ା ବଦଳରେ ଆପଣମାନେ ଇଷ୍ଟ ବି ଏଥିରେ ଏଡ୍ କରିପାରିବେ। ଏବେ ଆମେ କ'ଣ କରିବା ନା ଭଲସେ ଆକୁ ଟିକେ ମିକ୍ସ କରିଦେବା। ଟିକେ ସମୟ 3ରୁ 4 ମିନିଟ୍ ଟିକେ ରେଷ୍ଟ ପାଇଁ ରଖିଦେବା। 3ରୁ 4 ମିନିଟ୍ ପରେ ଅଳ୍ପ ଟିକେ ଦେଇଦେବା ଆମେ ସ୍ୱାଦ ଅନୁସାରେ ଲୁଣ ଏଡ୍ କରିଦେବା। ଆଉ ଯେତିକି ମିଠା ଖାଇବାକୁ ପସନ୍ଦ କରନ୍ତି ସେ ଅନୁସାରେ ଚିନି ପାଉଡ଼ର ଏଡ୍ କରିବା। ଆଉ ବାକି ଚିନି ପାଉଡ଼ରକୁ ରଖିଦେଇଥିବା ଆକୁ ଆମେ ଆଗକୁ ଦରକାର ବା କାମରେ ଆସିବ। ତ ଏବେ କ'ଣ କରିବା, ଚିନି ପାଉଡ଼ର ଏଡ୍ କଲେ, ପୁଣି ଲୁଣ ଏଡ୍ କଲେ, ବେକିଂ ସୋଡ଼ା ଏଡ୍ କରୁଛନ୍ତି। ସବୁତକ ଆମେ ଦହିରେ ଏଭଳି ପ୍ରୋସେସରେ ଟିକେ ଆକୁ ମିକ୍ସ କରିଦେବା। ମିକ୍ସ କରିସାରିବା ପରେ ଏବେ ଚାଲନ୍ତୁ ଦେଖନ୍ତୁ ଆପଣମାନଙ୍କୁ ଦେଖାଉଛି କେତେ ବଢ଼ିଆ ଗୋଟେ ପେଷ୍ଟ ବନିକି ରେଡ଼ି ହେଇଛି ଆଉ ଚିନିଟା ବି ଆମର ଏଠି ମେଲ୍ଟ ହେଇସାରିଛି। ତ ଦେଖନ୍ତୁ ଏଇଭଳି ପ୍ରୋସେସରେ ଟିକେ ଭଲସେ ମିକ୍ସ କରିଦେବେ। ତ ପେଷ୍ଟଟା ଆମର ବନିକି ଏବେ ରେଡ଼ି ବି ହେଇସାରିଛି। ତ ଏବେ ଆମେ ସେଥିରେ କ୍ଷୀର ଏଡ୍ କରିଦେବା। କ୍ଷୀରକୁ ଏଡ୍ କରି ଭଲସେ ମିକ୍ସ କରିଦେବା। ଆପଣମାନେ ପରେ କ୍ଷୀର କି ପାଣି ଏଡ୍ କରିପାରିବେ, କିନ୍ତୁ ମୁଁ ଆଗରୁ ହିଁ ଏଡ୍ କରିଦେଲି। ଅଳ୍ପ ଟିକେ କ୍ଷୀର ହିଁ ଏଡ୍ କରିଛି। ଦରକାର ହେଲେ ଆଉ ବାକି କ୍ଷୀର ଆମେ ଏଡ୍ କରିବା। ତ କ୍ଷୀରକୁ ଏଡ୍ କରିସାରିବା ପରେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଆଉ ଗୋଟେ ଗିନା ମଇଦାକୁ ଦେଖନ୍ତୁ ମୁଁ ହାଫ୍ ଗିନା ମଇଦା ସେଥିରେ ଏଡ୍ କଲି। ଆଉ ହାଫ୍ ଗିନା ଦରକାର ପଡ଼ିଲେ ଆମେ ସେଥିରେ ଏଡ୍ କରିବା। ତ କ୍ଷୀର ଅନୁସାରେ ହିଁ ଦେଖନ୍ତୁ ମଇଦା ମୁଁ ଏଡ୍ କରିଛି। ତ ଅଧିକ ଯଦି ପତଳା ଲାଗୁଛି ତାହେଲେ ମଇଦା ଏଡ୍ କରିବା। ତ ଏବେ ଆମେ ହାତ ସାହାଯ୍ୟରେ ଭଲସେ ଆକୁ ମିକ୍ସ କରିଦେବା। ତ ଦେଖନ୍ତୁ ମିକ୍ସ କରିସାରିବା ପରେ ଆପଣମାନଙ୍କୁ ମୁଁ ଦେଖାଉଛି ମାନେ ଟିକେ ପତଳା ଲାଗୁଛି ବେଟରଟା। ମୁଁ ତ ଆଉ ବାକି ଯେଉଁ ମଇଦା ରଖିଥିଲି ସେଇଥିରେ ଆମେ ଏଡ୍ କରିଦେବା ଏବେ। ତ ଏଇଠି ଆପଣମାନେ କ୍ଷୀର ବଦଳରେ ପାଣି ବି ଏଡ୍ କରିପାରିବେ। କ୍ଷୀର ଏଠି ପୁରାପୁରି ଅପସନାଲ୍ ଅଛି। ତ ଏବେ ଆମେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଦେଖନ୍ତୁ ଏଇଭଳି ଡୋଟା ବନିଥିବା ଦରକାର, ଯେମିତି ଅଧିକ ହାର୍ଡ଼ ନଥିବ ଆଉ ଟିକେ ହାଲକା ସଫ୍ଟ ଥିଲେ ଚଳିବ କିନ୍ତୁ ଅଧିକ ହାର୍ଡ଼ ନଥିବ। ସେଇଭଳି ପ୍ରୋସେସରେ ଗୋଟେ ଡୋ ବନେଇକି ରେଡ଼ି କରିବେ। ତ ଦେଖନ୍ତୁ ମୁଁ ପୁରା ଏବେ 15 ମିନିଟ୍ ରେଷ୍ଟ ପାଇଁ ରଖିଦେଇଥିଲି। 15 ମିନିଟ୍ ପରେ ଆପଣମାନଙ୍କୁ ଦେଖାଉଛି। ଆଉ ଅଳ୍ପ ଟିକେ ତା ଉପରେ ଯେମିତି ହାତକୁ ଆମର ଲାଗିବନି ସେଥିପାଇଁ ଅଳ୍ପ ଟିକେ ତେଲ ବି ଏଡ୍ କରିଦେଲି। ତେଲକୁ ଏଡ୍ କରି ଆମେ କ'ଣ କରିବା, ହାତରେ ବି ଆମର ଏଭଳି ତେଲକୁ ଲଗାଇଦେବା। ଆଉ ଆମେ ଯେମିତି ଅଟାଟା ଦେଖନ୍ତୁ ଏଇଭଳି ତେଲ ଉପରେ ଅଟାର ବି ଯେମିତି କୋଟିଂଟା ଲାଗିଯିବ ଏଇଭଳି ପ୍ରୋସେସ୍ ଟିକେ ମିକ୍ସ ବି କରିଦେବା ଆକୁ ଆମେ। ଆଉ ଆପଣମାନେ ଦେଖିକି ଜାଣିପାରୁଥିବେ ମାନେ ଯେତେ ଦେଖିବେ ଆକୁ ରେଷ୍ଟ ପାଇଁ ରଖିବେ ନା ସେତେ ବଢ଼ିଆ ପୁରା ବନିକି ରେଡ଼ି ହେବ ଆମର ଏ ଡୋଟା। ତ ଏ ଡୋଟା ଆପଣମାନେ ଦେଖିକି ଜାଣିପାରୁଥିବେ କେତେ ବଢ଼ିଆ ପୁରା ବନିଥିବ ଆଉ ପୁରାପୁରି ସଫ୍ଟ ବନିଛି। ଯେମିତିକି ଆପଣମାନେ ଦେଖିବେ ମୀନା ବଜାର ଯାଇଥିବେ ମଥୁରା କେକ୍ ଖାଇଥିବେ ଯେମିତି ଦେଖାଯାଏ ସେଇଭଳି ହିଁ ପ୍ରୋସେସରେ ବନିକି ରେଡ଼ି ହେବ। ଆଉ ସେମାନେ ସେଥିରେ ତ ଇଷ୍ଟ ଏଡ୍ କରନ୍ତି କିନ୍ତୁ ମୁଁ ଏଥିରେ ଏଡ୍ କରିନି, ଘରର ବେସିକ୍ ସାମଗ୍ରୀରେ ବନେଇଛି। ଆପଣମାନେ ଚାହିଁଲେ ଏଡ୍ କରିପାରିବେ। ତ ଏବେ କ'ଣ କରିବା ନା ଯେତିକି ବଡ଼ ସାଇଜ୍ରେ ଆପଣମାନେ ବନେଇବାକୁ ଚାହିଁବେ ଏଠି ମଥୁରା କେକ୍ ସେ ଅନୁସାରେ ଅଳ୍ପ ଅଳ୍ପ ସେଥିରେ ଆମେ ଦେଖନ୍ତୁ ପୋଷଣକୁ ଏଡ୍ କରିବା। ଯେମିତି ମୁଁ ଏଠି ମିଡ଼ିୟମ୍ ସାଇଜ୍ରେ ହିଁ ବନେଇଛି, ଅଧିକ ବଡ଼ ନାହିଁ କି ଅଧିକ ଛୋଟ ନାହିଁ। ସେଇଭଳି ପ୍ରୋସେସରେ ମୁଁ ସବୁତକ ଅଟାର ବଲ୍ସ ବନେଇଦେଲି ବା ମଇଦାର ବଲ୍ସ ଦେଖନ୍ତୁ ଏଇଭଳି ପ୍ରୋସେସରେ ତାକୁ ଆମେ ହାତ ସାହାଯ୍ୟରେ ଟିକେ ଭଲସେ ଟିକେ ତାକୁ ଦଳିକି ବା ଚକଟିକିରି ଏଭଳି ଗୋଲାକାର ସେପ୍ ଦେଇଦେବା। ଏଭଳି ପ୍ରୋସେସରେ ସବୁତକ ବନେଇକିରି ଆମେ ଏବେ ରେଡ଼ି କରିଦେବା। ଫ୍ରେଣ୍ଡସ୍ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ବନାନ୍ତୁ, ଦେଖିବେ ପରଫେକ୍ଟ ବନିବ। ଆଉ ଯଦି ପ୍ରଥମ ଥର ହିଁ ବନାଉଛନ୍ତି ନା ତାହେଲେ ବି ଦେଖିବେ ବହୁତ ବଢ଼ିଆ ବନିକି ରେଡ଼ି ହେବ। ଆଉ ପୁରା ତୁଳା ପରି ନରମ ବନିବ। ଆଉ ଦେଖିବେ ଯେମିତିକି ପାଟିରେ ଏଡ୍ କରୁ କରୁ ମିଳିଯିବ ସେଇଭଳି ପ୍ରୋସେସରେ ବନିକି ରେଡ଼ି ହେଇଥିଲା। ବହୁତ ବଢ଼ିଆ ଲାଗୁଥିଲା ଖାଇବା ପାଇଁ। ମାର୍କେଟଠୁ ବି ବା ମୀନା ବଜାରଠୁ ବି ଟେଷ୍ଟି ଥିଲା ଏଇ ମଥୁରା କେକ୍ ରେସିପିଟି। ତ ଆପଣମାନେ ଏହି ତରିକାରେ ଥରେ ମାତ୍ର ଟ୍ରାଏ କରନ୍ତୁ। ତ ଦେଖନ୍ତୁ ଏଇଠି ମୁଁ ଗୋଟେ କଢ଼େଇରେ କିଛି ତେଲ ନେଇଛି, ରିଫାଇନ୍ ତେଲ। ତେଲ ଗରମ ହେଇଛି ନା ଜାଣିବା ପାଇଁ ଅଳ୍ପ ଟିକେ ସେଥିରେ ଦେଖନ୍ତୁ ମୁଁ ଏଠି ମଇଦାର ପୋଷଣ ଏଡ୍ କଲି ତ ବବଲ୍ସ ଆସୁଛି। ତ ଜାଣିଦେବେ ଯେ ତେଲଟା ଗରମ ହେଇସାରିଲାଣି। ଅଧିକ ତେଲ ଗରମ ଥିବ ଏଡ୍ କରିବେନି। ଯଦି ଦେଖିବେ ତେଲ ଅଧିକ ଗରମ ଥିବ ଏଡ୍ କରିବେ ତାହେଲେ ବାହାର କୋଟିଂଟା ହିଁ ଦେଖିବେ ଫ୍ରାଏ ହେଇଯିବ, ଭିତରେ ସିଝିବନି। ସେଥିପ୍ରତି ଟିକେ ଧ୍ୟାନ ଦେବେ। ତ ଏଠି ଦେଖନ୍ତୁ ସ୍ଲୋ ଆଞ୍ଚରେ ହିଁ ବନଉଛି, ମାନେ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ସ୍ଲୋ ଆଞ୍ଚରେ ହିଁ ବନେଇଥିଲି। ତ ସେଥିପାଇଁ ପରଫେକ୍ଟଲି ପୁରା ସିଝି ବି ଯାଇଥିଲା, ଭିତରେ ପୁରା ମାନେ ଯେମିତି ମଇଦା ମଇଦା ଲାଗୁନଥିଲା।
ବହୁତ ବଢ଼ିଆ ବି ଲାଗୁଥିଲା ଖାଇବା ପାଇଁ। ତ ସବୁବେଳେ ଦେଖିବେ ମଥୁରା କେକ୍ ବନେଇବେ ତ କି ନହେଲେ ଏମିତିରେ ମଇଦା ବଡ଼ା ବନାନ୍ତୁ ଯାହା ବି ସ୍ଲୋ ଆଞ୍ଚରେ ଯଦି ବନେଇବେ ତାହେଲେ ଦେଖିବେ ପରଫେକ୍ଟ ବନିକି ରେଡ଼ି ହେବ। କି ମଇଦା ପିଠା ବି ବନେଇବେ ତ ଏଇଭଳି ପ୍ରୋସେସ୍‌ରେ। ତ ଏଇ ରେସିପିରେ ଆପଣମାନେ ପିଠାର ବି ସ୍ୱାଦ ପାଇବେ। ଯଦି ଚିନିର କୋଟିଂଟା ଦେବେନି ମଇଦା ବଡ଼ା ଖାଇଲା ଭଳି ଲାଗିବ। ଆଉ ଦେଖିବେ ଯେମିତି ପାଉରୁଟି ନା ଛଣା ପାଉରୁଟି ସେଇଭଳି ହିଁ ମାନେ ପ୍ରୋସେସ୍‌ରେ ବନିକି ଯେହେତୁ ରେଡ଼ି ହେଇଛି ସେଇଭଳି ଛଣା ପାଉରୁଟି ଖାଇଲା ଭଳି ବି ଲାଗିବ। ବହୁତ ବଢ଼ିଆ ଲାଗୁଥିଲା ଏ ରେସିପିଟି। ତ ଦେଖନ୍ତୁ ଆଉ ଗୋଟେ ଷ୍ଟେପ୍ ବନି ସାରିବା ପରେ ତାକୁ ଛାଣି ବାହାର କରିଦେଲି ବ୍ରାଉନ୍ କଲର୍ ହେଲା ପର୍ଯ୍ୟନ୍ତ ଭାଜିଲି। ତାପରେ ଆଉ ଗୋଟେ ଷ୍ଟେପ୍ ବି ବନେଇ ଦେଲିଣି ସେଥିରେ ଯେହେତୁ ତେଲରେ ଏଡ୍ କରିଦେଲିଣି ଗୋଟେ ସାଇଡ଼୍ ଟିକେ ଫ୍ରାଏ ହେଇସାରିଲା ପରେ ସେମ୍ ପ୍ରୋସେସ୍‌ରେ ଆମେ ଓଲଟେଇ ଦେବା। ଦେଖନ୍ତୁ କେତେ ବଢ଼ିଆ ଭାବରେ ଆମର ବନିକି ରେଡ଼ି ହେଉଛି। ଆଉ ଛୋଟ ଛୋଟ ବୋଲ୍ସ ଆମେ ସେଥିରେ ଏଡ୍ କଲେ କେତେ ବଡ଼ ବଡ଼ ପିସେସ୍ ବନିକି ରେଡ଼ି ହେଲା। ଆପଣମାନଙ୍କୁ ମୁଁ ପୁରା କ୍ୟାମେରା ପାଖରୁ ଦେଖଉଛି ଏ ଷ୍ଟେପ୍‌ଟା ଦେଖନ୍ତୁ କେତେ ବଢ଼ିଆ ପୁରା ବନିକି ରେଡ଼ି ହେଇଛି। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ବନାନ୍ତୁ ଦେଖିବେ ପରଫେକ୍ଟ ବନିକି ରେଡ଼ି ହେବ। ତ ଏବେ ଚାଲନ୍ତୁ ଆକୁ ଫ୍ରାଏ କରିବା ଭିତରେ ବା ଫ୍ରାଏ ହେଲା ଭିତରେ ଆମେ ବି ଯେଉଁ ବାକି ଫାର୍ଷ୍ଟ ଷ୍ଟେପ୍‌ରେ ଯେଉଁ ବନେଇଥିଲେ ମଥୁରା କେକ୍ ତାକୁ ଆମେ ଚିନିରେ କୋଟିଂ ଦେବା। ତ ଦେଖନ୍ତୁ ଗୋଟେ ପ୍ଲେଟ୍‌କୁ ମୁଁ ଏଇଠି ବାହାର କରିଦେଲି ଯେଉଁ ରଖିଥିଲି ଆମେ ଚିନି ପାଉଡ଼ର ତାକୁ ଏଡ୍ କରିଦେଇଥିଲି। ତା ଉପରେ ଦେଖନ୍ତୁ ଏଇଭଳି ଚିନିର କୋଟିଂ ଦେଇଦେବା। ଯେହେତୁ ଆମେ ଆଜି ବଡ଼ା ବନାଉନାହାନ୍ତି ମଥୁରା କେକ୍ ବନାଉଛନ୍ତି ସେଇଥିପାଇଁ ଆମେ ତାକୁ ଚିନିର କୋଟିଂ ଦେବା। ତ ବହୁତ ବଢ଼ିଆ ଲାଗିବ। ଦେଖିବେ ପ୍ଲେଟ୍ କେତେବେଳେ ଖାଲି ହେଇଯିବ ଜାଣି ହିଁ ପାରିବେନି। ଆପଣମାନେ ତ ଯେତେବେଳେ ବନେଇ ରଖୁଥିବେ ଛୁଆମାନେ ତ ନେଇ ଚାଲିଥିବେ। ଏତେ ବଢ଼ିଆ ଭାବରେ ଟେଷ୍ଟି ରେସିପି ଯେହେତୁ ମୀନା ବଜାରରେ ବିକ୍ରି ହେଉଥିବା ଜିନିଷ ଆଜି ଆମେ ଘରେ ବନାଉଛନ୍ତି ତ ସେମାନଙ୍କର ତ ଫେଭରେଟ୍ ଜିନିଷ। ତ ଦେଖିବେ ଛୁଆମାନେ ମାନେ ମାଗି ଖାଇବେ ଆଉ ପ୍ଲେଟ୍ ପୁରା ସଫା ହେଇଯିବ ଜାଣି ହିଁ ପାରିବେନି। ମାନେ ବନଉ ହିଁ ସରିଯିବ। ତ ଏତେ ବଢ଼ିଆ ଲାଗେ ଏ ରେସିପିଟି। ତ ଫାଇନାଲ୍ ଦେଖନ୍ତୁ ରେସିପିଟି ବନିକି ରେଡ଼ି ହେଇସାରିଲାଣି। ଆଉ ସବୁତକ ମୁଁ ସେମ୍ ପ୍ରୋସେସ୍‌ରେ ଚିନିର କୋଟିଂ ଦେଇଦେଇଛି। ଆଉ କେତେ ସୁନ୍ଦର ବି ଦେଖାଯାଉଛି ଦେଖନ୍ତୁ। ଫ୍ରେଣ୍ଡସ୍ ଆପଣମାନେ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ ସାଙ୍ଗମାନଙ୍କୁ ସେୟାର କରିବେ, ଲାଇକ୍ କରିବେ। ଚ୍ୟାନେଲ୍ ଯଦି ନୂଆ ଅଛନ୍ତି ଚ୍ୟାନେଲ୍‌କୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ। ବେଲ୍ ଆଇକନ୍‌କୁ କ୍ଲିକ୍ କରିଦିଅନ୍ତୁ ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଭିଡ଼ିଓ ନେଇ ଆସିବି ଆପଣମାନେ ଦେଖିବେ ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ତ ଦେଖନ୍ତୁ ଫାଇନାଲି ରେସିପିଟି ବନିଗଲାଣି ତ ଚାଲନ୍ତୁ ଆପଣମାନଙ୍କୁ ମୁଁ ଗୋଟେ ପିସ୍ ଆଣିକିରି ପାଖରୁ ବି ଦେଖେଇ ଦେଉଛି କେମିତି କ'ଣ ବନିଛି। ତ ଦେଖନ୍ତୁ ଆପଣମାନଙ୍କୁ ପାଖରୁ ବି ଦେଖାଉଛି କେତେ ସୁନ୍ଦର ବି ଦେଖାଯାଉଛି। ଆଉ ପୁରାପୁରି ଏଠି ମାନେ ମୀନା ବଜାର ଷ୍ଟାଇଲ୍‌ରେ ହିଁ ମଥୁରା କେକ୍ ବନିକି ରେଡ଼ି ହେଇଛି। ତ ଆପଣମାନେ ଥରେ ଆଗ ନିହାତି ଟ୍ରାଏ କରନ୍ତୁ ଦେଖିବେ ଘରେ ବି ସମସ୍ତେ ପସନ୍ଦ କରିବେ। ତ ଫାଇନାଲି ରେସିପିଟି ବନି ବି ଗଲାଣି। ଆଉ ଦେଖନ୍ତୁ ଖଣ୍ଡ କରି ବି ଦେଖିଦେଲି କେତେ ସୁନ୍ଦର ଦେଖାଯାଉଛି। ତ ଆପଣମାନେ ଟ୍ରାଏ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି ପୁଣି ଏକ ନୂଆ ରେସିପି ନେଇ ଆସିବି।